ଆପଣ ଦେଖୁଛନ୍ତି ଏ ଗଛ ଗୁଡ଼ିକ ଅତି ସୁନ୍ଦର ଲାଗୁଛି। ଫୁଲ ହେଇଛି, ଲାଲ ଲାଲ ଫୁଲ, ଗୋଲାପ ଫୁଲ ଭଳି ଲାଗୁଛି। ଆପଣଙ୍କୁ ଲାଗୁଥାଇପାରେ ଇଏ ଗୋଲାପ ଫୁଲ ହେଇଥାଇପାରେ। ପ୍ରକୃତରେ ଏଗୁଡ଼ିକ ସବୁ ଗୋଲାପ ଫୁଲ ନୁହଁ, କୌଣସି ଫୁଲ ଗଛ ନୁହଁ। ଏଗୁଡ଼ିକ ହେଉଛି ସବୁ ଅଫିମ ଗଛ, ଯାହାକି ଦୁର୍ମୂଲ୍ୟ କୋଟି କୋଟି ଟଙ୍କାର ଏସବୁ ହେଉଛି ଅଫିମ ଗଛ। ଏ ଅଫିମ ଗଛ ଆଜି ଧରାପଡ଼ିଛି କଟକ ଜିଲ୍ଲା ବର୍ଡ଼ର ଏବଂ ଅନୁଗୁଳ ବର୍ଡ଼ରର ନରସିଂହପୁର ତହସିଲର ଜୟ ଦାମୋଦରପୁର ଗ୍ରାମରୁ ପ୍ରାୟ କୋଟି କୋଟି ଟଙ୍କାର ଅଫିମ ବର୍ତ୍ତମାନ ନଷ୍ଟ କରାଯାଇଛି ଏବଂ ଯାହାର ମୂଲ୍ୟ 21 କୋଟି ଟଙ୍କାରୁ ଅଧିକ। ପ୍ରଥମ ଥର ପାଇଁ ଆଠଗଡ଼ ସବଡିଭିଜନରେ ଏଭଳି ଅଫିମ ଗଛ ଦେଖିବାକୁ ମିଳୁଛି। ଆପଣ ଦେଖାଉଛି, ଆମେ ଆପଣଙ୍କୁ ପୁରା ଚିତ୍ର ଆପଣ ଦେଖନ୍ତୁ, ଯେଉଁଗୁଡ଼ିକି ଆଠଗଡ଼ ଏକ୍ସାଇଜ ଡିପାର୍ଟମେଣ୍ଟ ୟାକୁ ଜବତ କରିକି ଆଣିଛନ୍ତି। ଇଏ ଅଫିମ ଗଛର ଫଳ ଏବଂ ଏଥିରୁ ବାହାରୁଛି ଫୁଲ, ୟାକୁ ଫୁଲ ହେବ, ତାପରେ ଫଳ ହେବ। ସିଧାସଳଖ ଆପଣ ଦେଖନ୍ତୁ କିଭଳି ଭାବରେ ଏସବୁ ଗଛ ଗୁଡ଼ିକ ଘଞ୍ଚ ଜଙ୍ଗଲ ଭିତରେ ଏକ ଏକର ଜାଗାରେ ଜୟ ଦାମୋଦରପୁର ଗ୍ରାମର ପୁରୁଷ ଆଉ ମହିଳାମାନେ ଏସବୁ ଗଛ ଗୁଡ଼ିକୁ ଅଫିମ ଗଛ ଗୁଡ଼ିକୁ ଲଗାଇଥିଲେ। ପ୍ରଥମ ଥର ପାଇଁ ଆଠଗଡ଼ ସବଡିଭିଜନର ଏକ୍ସାଇଜ ବିଭାଗର ଡିପାର୍ଟମେଣ୍ଟ ମାଜିଷ୍ଟ୍ରେଟଙ୍କ ସହଯୋଗରେ ୟାକୁ ଆଜି ଜବତ କରାଯାଇଛି। ପ୍ରାୟ 21 କୋଟି ଟଙ୍କାରୁ ଅଧିକ ଅଫିମ ଗଛ, ଅଫିମ ଫଳକୁ, ଚାରାକୁ ନଷ୍ଟ କରାଯାଇଛି। ଯଦି ଏହାକୁ ନଷ୍ଟ କରାଯାଇନଥାନ୍ତା ତାହେଲେ ଆଗାମୀ ଦିନରେ ଏହି ଅଞ୍ଚଳରେ ଆହୁରି ବହୁ ସଂଖ୍ୟାରେ ଅଫିମ ଗଛ ଲଗାଇବାକୁ ଲୋକ ସୁବିଧା ସୁଯୋଗ ପାଇଥାନ୍ତେ। ଏ ତ ଦେଖିଲେ ବଡ଼ ଆଶ୍ଚର୍ଯ୍ୟ ଲାଗୁଛି, ଏତେ ଦିନ ଧରି ନରସିଂହପୁର ଅଞ୍ଚଳରେ କିଭଳି ଭାବରେ ଅଫିମ ଗଛ ଗୁଡ଼ିକ ସବୁ ଲଗାଯାଉଥିଲା କେହି କେମିତି ଜାଣିପାରିଲେ ନାହିଁ। ଆଉ କିଭଳି ଭାବରେ ଖବର ମିଳିଲା, ଯାହାଫଳରେ ଆଜି ଆଠଗଡ଼ ଏକ୍ସାଇଜ ଏବଂ ସେଣ୍ଟ୍ରାଲ ଏକ୍ସାଇଜ ସମସ୍ତ ବିଭାଗର କର୍ମକର୍ତ୍ତାଙ୍କ ସହଯୋଗରେ ଏ ଅଫିମ ଗଛ ଗୁଡ଼ିକୁ ଜବତ କରାଯାଇଛି। ଫୁଲ ହୋଇସାରିଛି, ଫଳ ଧରି ସାରିଥିଲା। ଏ ଅଫିମ ଫଳ ଗୁଡ଼ିକ ଆପଣ ଦେଖୁଛନ୍ତି, ସିଧାସଳଖ ଚିତ୍ର ଆପଣଙ୍କୁ ଆମେ ଦେଖାଉଛୁ କେତେ ସୁନ୍ଦର ଭାବରେ ଲାଗୁଛି ଫୁଲ ଗୁଡ଼ିକ। ଯିଏ ଭାବିବ ଇଏ ବୋଧେ ଗୋଲାପ ଫୁଲ ପରି ଲାଗୁଛି। ଦେଖନ୍ତୁ, ଏମାନେ ସବୁ ଜୟ ଦାମୋଦରପୁର ନରସିଂହପୁର ତହସିଲର ଜୟ ଦାମୋଦରପୁର ଗ୍ରାମର। ଏମାନଙ୍କୁ ଆଜି ଆଠଗଡ଼ ଏକ୍ସାଇଜ ବିଭାଗ, ସେଣ୍ଟ୍ରାଲ ଏକ୍ସାଇଜ ବିଭାଗ ଏମାନଙ୍କୁ ଆଜି ଧରିଛି। ଯେହେତୁ ସେମାନେ ସବୁ ଯେଉଁ ପୁସ୍ତକ ଗଛ ଗୁଡ଼ିକ ଲଗାଯାଇଥିଲା ସେଥିରୁ କୁଆଡ଼େ ଅଫିମ ସବୁ ତିଆରି ହୁଏ, ସେ ଗଛ ଗୁଡ଼ିକୁ ଆଜି 21 କୋଟି ଟଙ୍କାରୁ ଅଧିକ ଫଳ ହୋଇଥିବା ଏ ଅଫିମ ଗଛକୁ ନଷ୍ଟ କରାଯାଇଛି ଏବଂ 3 ଜଣ ପୁରୁଷ 3 ଜଣ ମହିଳାଙ୍କୁ ଆଠଗଡ଼ ଏକ୍ସାଇଜ, ସେଣ୍ଟ୍ରାଲ ଏକ୍ସାଇଜ ବର୍ତ୍ତମାନ ଗିରଫ କରି ଆଠଗଡ଼ ହାଜତ ଭିତରେ ସେମାନଙ୍କୁ ରଖାଯାଇଛି। ନିହାତି କମରେ ପ୍ରଥମ ଥର ପାଇଁ ଆଠଗଡ଼ ସବଡିଭିଜନରେ ପୁସ୍ତକ ଗଛ ବା ଅଫିମ ଗଛ ଦେଖିବାକୁ ମିଳୁଛି। ପ୍ରଥମ ଥର ପାଇଁ କୁହାଯାଇପାରିବ, କାରଣ ଯେତେବେଳେ ଧରାପଡ଼ିଛି ନିହାତି କମରେ ଜଣାପଡ଼ୁଛି ଇଏ ଆଗରୁ ନିଶ୍ଚିତ ଭାବରେ ଆଠଗଡ଼ ଉପଖଣ୍ଡ ଅଞ୍ଚଳରେ ପୁସ୍ତକ ଗଛ ବା ଅଫିମ ଗଛ ଗୁଡ଼ିକ ନିଶ୍ଚିତ ଭାବରେ ରହୁଥିଲା, ଯାହାଫଳରେ ସେମାନେ ସୁଯୋଗ ପାଇଛନ୍ତି ଏବଂ ଏ ଚାଷ କରିବାକୁ ମନ ବଳେଇଛନ୍ତି ଏବଂ ଏଥିରୁ ଅଧିକ ସଂଖ୍ୟାରେ ଲାଭ ବାହାରେ। ଯାହାଫଳରେ ଏ ବ୍ୟକ୍ତିବିଶେଷ ମାନେ ଅଫିମ ଗଛ ହେଉ ବା ପୁସ୍ତକ ଗଛ ଗୁଡ଼ିକୁ ଲଗାଇବାରେ ସଫଳ ହୋଇଛନ୍ତି ଏବଂ ପ୍ରାୟ 21 କୋଟି ଟଙ୍କାରୁ ଅଧିକ ଅଫିମ ଗଛକୁ ନଷ୍ଟ କରିଛି ଆଠଗଡ଼ ଏକ୍ସାଇଜ। ବ୍ୟୁରୋ ନ୍ୟୁଜ୍, ଉଦୟ ଲାବଣ୍ୟ।